ଉପନ୍ୟାସ ଜୀବାଶ୍ମ ଲେଖକ ଶାରଦା ପ୍ରସାଦ ମିଶ୍ର ପଢ଼ି ଶୁଣାଉଛନ୍ତି ଆଲୋକ ଅଗ୍ନିବେଶ। ଭାଗ 1। କାହିଁକି ସର୍ବଦା ଏମିତି ହୋଇଆସିଛି ଯେ ଅନେକଙ୍କର କଥା, ଯନ୍ତ୍ରଣାର କଥା କି ଦୁଃଖର କଥା ମୋରି ଛାତି ତଳେ କୋଉ ଅଳନ୍ଦୁ ଭରା କାନ୍ଥରେ ଝୁଲୁଛି ରକ୍ତାକ୍ଷର ଛବିଟିଏ ହୋଇ। ଯେତେବେଳେ ବନ୍ଧୁ ମେଳରେ ଆସର ଜମିଥାଏ, ସାଙ୍ଗମାନେ କେତେ କେତେ ଚମତ୍କାର କଥାମାନ କହିଥାନ୍ତି। ହୋ ହୋ ହସରେ କମ୍ପୁଥାଏ ଆସର। ସିଗାରେଟ୍ ଧୂଆଁ, ଦାମୀ ପାନୀୟ, ସୁସ୍ୱାଦୁ ଖାଦ୍ୟର ମହକରେ ଜମି ଆସୁଥାଏ ସନ୍ଧ୍ୟା ସମୟ। ସେତେବେଳେ ମୁଁ ବସିଥାଏ ଜମେଇ କରି, ହସୁଥାଏ, ଧୂଆଁ ଉଡ଼ଉଥାଏ, ପାନୀୟ ବି ଟେକୁଥାଏ, ଖାଦ୍ୟ ବି ଠୁଙ୍କୁଥାଏ। ମୋର ସବୁ ଥାଏ ଓ ସବୁ ଚାଲୁଥାଏ, ହେଲେ ଯାହାଟା ନଥାଏ ସେଇଟା ହେଲା ଶବ୍ଦ। ସେମାନେ ସମସ୍ତେ କେଡ଼େ ଉତ୍ସାହରେ ଓ ଆବେଗରେ କଥାଗୁଡ଼ା କହିଯାଆନ୍ତି। ଶୁଣି ଶୁଣି ମୁଁ ଭାବୁଥାଏ, ଏଥର ନହେଲା ନାହିଁ, ଆରଥରକୁ ନିଶ୍ଚୟ କହିବି। ହେଲେ ଆରଥର କେବେ ଆସେ ନାହିଁ। ଏମିତି ବି ହୋଇପାରେ ଯେ ମୋ ଛାତି ତଳେ ଥିବା କଥାଗୁଡ଼ାଏ ବୋଧହୁଏ ପଥର ହୋଇସାରିଛି, କି ପଥର ତଳର ଜୀବାଶ୍ମରେ ପରିଣତ ହୋଇସାରିଛି, ଯେଉଁଥିପାଇଁ ପଦାକୁ ଆସିପାରୁନାହିଁ। କିଏ ବା ଠିକ୍ ଭାବରେ କହିପାରିବ ଯନ୍ତ୍ରଣାର କଥା ସବୁ ଓ ଦୁଃଖର ଅନୁଭୂତି ସବୁ ବାସ୍ତବରେ କ'ଣ ହେଇଯାଏ ବେଶୀ ଦିନ ରହିଲେ ଛାତି ତଳେ? କେଉଁ ଅଦୃଶ୍ୟ ଶକ୍ତିର ଅପାର କରୁଣା ବଳରେ ଯଦି ମୁଁ ହୋଇଥାନ୍ତି କବିଟିଏ କି ଗାଳ୍ପିକଟିଏ, ତେବେ କେଡ଼େ ଚମତ୍କାର ଶୈଳୀରେ, କାହିଁ କେତେ ସୁନ୍ଦର ଉପମାରେ ସଜେଇ କଥାଗୁଡ଼ାକ ଲେଖିପାରିଥାନ୍ତି କାଗଜରେ। ଲେଖିସାରି ତ ସାଙ୍ଗମାନଙ୍କ ଆସରରେ ପଢ଼ିପାରନ୍ତି। କେତେ କଥା ହୋଇ ସାରିଛି ପଥର, କେତେ କଥା ହୋଇ ସାରିଛି ପଥର ତଳର ଖାଲି କିଛି ଗୋଟେ ଦାଗ। ଯନ୍ତ୍ରଣା ହୋଇଛି ଦୁଃଖର ପଥର, ତାରି ତଳେ କିନ୍ତୁ ଅକ୍ଷତ ଅବିସ୍ମୃତ ରହିଛି ସ୍ମୃତିର ଜୀବାଶ୍ମ। ମୁଁ ସିନା ଲେଖିପାରିବି ନାହିଁ, ମୁଁ ସିନା ଶବ୍ଦମାନଙ୍କୁ ଫୁଲ କରି ମାଳଟିଏ ଗୁନ୍ଥି ପାରିବି ନାହିଁ, ହେଲେ ଏକଥା ଅବଶ୍ୟ ସତ୍ୟ ଯେ ମୁଁ ତ ଅଛି। ମୁଁ ଅଛି ତ ମୋର ଛାତି ବି ଅଛି। ଛାତି ଅଛି ତ ସେଇଠି ଅଛି ଯାବତୀୟ ଅବଶୋଷର ଅଳନ୍ଦୁ। ଅଳନ୍ଦୁ ଘେରା କାନ୍ଥରେ ଝୁଲିଛି ଅତୃପ୍ତିର ଯେତକ ହାତଙ୍କା ଚିତ୍ର। ପୁଣି ଧାଡ଼ି ଧାଡ଼ି ପଥର, ଯନ୍ତ୍ରଣାର ପଥର। ବଡ଼, ଅତି ବଡ଼, ସାନ, ଅତି ସାନ। ପ୍ରତ୍ୟେକକୁ ଗୋଟି ଗୋଟି କରି ଟେକ। ଯୋଉ ଧଳା ଧଳା ଦାଗ ପରି କିଛି ଦିଶୁଛି, ସେସବୁ ସ୍ମୃତିର ଜୀବାଶ୍ମ, ଫସିଲ। ଫସିଲ ନା ଫସଲ କେଜାଣେ? କେହି ନ ଦେଖିବା ଯାଏଁ ଫସିଲ। ଜଣେ କେହି ଉଙ୍କି ମାରି ଦେଖିଦେଲେ ବଡ଼ ବିଚିତ୍ର କଥା। ଫସିଲ ରୂପାନ୍ତରିତ ହେଇଯାଉଛି ଫସଲରେ। ଆଃ, କେହି ଜଣେ ଚେଷ୍ଟା କରିଛି ଉଙ୍କି ମାରି ଭିତରଟା ଦେଖିବା ପାଇଁ। କ'ଣ ଅଛି ଯେ ଏତେ ଆଗ୍ରହ? ତମେ ଗୁମ୍ଫା ଦେଖିଛ? ବାସ୍, ସେ ଯେମିତି ଭିତରକୁ ଭିତରକୁ ଅନ୍ଧାର ଓ ଆହୁରି କିଟି କିଟି ବହଳ ଅନ୍ଧାର। ମୋ ଛାତି ଭିତରଟା ସେମିତି। ତାରି ଭିତରେ ଗୋଟେ ଗୋଟେ ଜାଗାରେ ଛୋଟ ଝର୍କା ପରି କଣାଟିଏ। କିଏ ବା କହିପାରିବ, ହୁଏତ ଦିନେ ଏଇଠି ସତକୁ ସତ ଝରକା ଥିଲା, ଏବଂ ସେଇ ଝରକା ବାଟେ ଉଣ୍ଡିଲେ ଅଦୂରରେ ଦିଶୁଥିଲା ସବୁଜ ଘାସର ଦିଗ୍ବଳୟ ବ୍ୟାପୀ ଗାଲିଚା, ଧାଡ଼ି ଧାଡ଼ି କୃଷ୍ଣଚୂଡ଼ା, ଟିକେ ସେପଟକୁ କେତକୀର ବାଡ଼, ଆଉରି ସିଆଡ଼କୁ ପରସ୍ପର ଭିତରେ ସଦାସର୍ବଦା କଥାବାର୍ତ୍ତାରେ ମସ୍ଗୁଲ ଥିବା ପରି ଧାଡ଼ି ଧାଡ଼ି ତାଳବଣ। ଛାତି ନା ସିଏ କୋଉ ଉପତ୍ୟକା? କିଏ ଜାଣେ? ତମ ପାଇଁ ଯିଏ ଝର୍କା, ମୋ ପାଇଁ ସିଏ ସ୍ମୃତିର ଧାଡ଼ି ଧାଡ଼ି ପାହାଚ। ତମ ପାଇଁ ଯିଏ ଦିଗ୍ବଳୟ ବ୍ୟାପୀ ସବୁଜ ଘାସର ଗାଲିଚା, ମୋ ପାଇଁ ସିଏ ତପତି। ଆଉ ଧାଡ଼ି ଧାଡ଼ି କୃଷ୍ଣଚୂଡ଼ାଯାକ ମିଶିମାସି ହେଲେ ମାନିନୀ। କେତକୀର ବାଡ଼ ହେଲା କୋଉ ପାକୁଆ ପାଟିର ବୁଢ଼ୀ। ଧାଡ଼ି ଧାଡ଼ି ତାଳବଣ ହେଲା କୋଉ ମଧୁର ଛାନ୍ଦ କି ଚମ୍ପୁର ମଧୁର ମୂର୍ଚ୍ଛନା। ହେଲେ ଯାହା କହିଲି, ଏବେ ଯନ୍ତ୍ରଣାର ଦୁଃଖ, ଦୁଃଖର ଯାବତୀୟ ସ୍ମୃତି ଏବଂ ସ୍ମୃତିର ଯାବତୀୟ ଜୀବାଶ୍ମ। ତୁମେ ଝର୍କା ବାଟେ ମୁଣ୍ଡ ଗଳାଇ ଏଇ ଯେଉଁ ସଦ୍ୟ ଥୁଆ ହୋଇଥିବା ପଥର ଖଣ୍ଡକୁ ଦେଖୁଛ ବଡ଼ ଆଗ୍ରହରେ, ତାକୁ ଧୀରେ ଟେକି ପାରିଲେ ଦେଖିବ ସଦ୍ୟ ଫସିଲ ବା ଜୀବାଶ୍ମ ହେବାକୁ ଆରମ୍ଭ କରିଥିବା। Sample complete. Ready to continue?